ଛନ୍ତି 자라 ଯେଉଁମାନେ 부릅니다. ଆମ୍ଭର ଲୋକ As he ନଥିଲେ saith also ସେମାନଙ୍କୁ in ଆମ୍ଭେ OC, ଆମ୍ଭର I will ଲୋକ call ବୋଲି them my କହିବା people, which ଆଉ were not my ଯେ people, and ଅପ୍ରିୟ her ଥିଲା beloved, ତାହାକୁ which were ପ୍ରିୟ not ବୋଲି her କହିବା। beloved. 너희는 내 백성이 아니라 한 그곳에서 저희가 살아계신 하나님의 ପୁଣି ଯେଉଁ 아들이라 ସ୍ଥାନରେ ତୁମେମାନେ 부르심을 ଆମ୍ଭର ଲୋକ 얻으리라 ନୁହଁ ବୋଲି 함과 ସେମାନଙ୍କୁ 같으니라. And it କୁହାଯାଇଥିଲା shall come ସେହି to pass ସ୍ଥାନରେ that in the ସେମାନେ place where ଜୀବନ୍ତ it was said ଈଶ୍ୱରଙ୍କ unto them, ପୁତ୍ର Ye କଣ are ବୋଲି not my ଖ୍ୟାତ ହେବେ। people, there shall they be called the children of the living God. 저희가 그 이제 캠프 이제 달라스 캠프 오면 되게 재밌는 게 있는데 Whenever we come to the Dallas camp, ଯଦି there's a ଯେତେବେଳେ very, ଆମେ very ଡାଲାସ fun କ୍ୟାମ୍ପକୁ aspect ଆସୁ to it. ସେ ଜାଗାରେ 저는 ଗୋଟେ 옆에 ବହୁତ 이렇게 매점이 되게 ଇଣ୍ଟରେଷ୍ଟିଂ ବିଷୟ 재밌더라고요. ଅଛି। There's always the snack ଏ shop. ପାଖରେ ଗୋଟେ 다른 ସ୍ନାକ୍ 것도 ସପ୍ 재밌는 거 ଅଛି। 많지만 Of course, there are many other aspects, fun aspects as well. ଅନ୍ୟ 형제 ବିଷୟ 자매들이 ଗୁଡାକ 말씀 ମଧ୍ୟ 다 ଅଛି 듣고 And କିନ୍ତୁ after the brothers and sisters ବାକ୍ୟ ଶୁଣିଲା ପରେ ଆଉ ଭାଇ ଭଉଣୀ ମାନେ ସେମାନେ ଆତ୍ମିକ ଆଡେ ଟିକେ ଅଗ୍ରଗତି ହେବା ଆବଶ୍ୟକ। କିନ୍ତୁ ସେମାନେ ଯେତେବେଳେ ତାଙ୍କ ଶରୀରକୁ ପଛରେ ଯାଆନ୍ତି ସେ ବିଷୟକୁ ଦେଖିଲେ ବହୁତ ଇଣ୍ଟରେଷ୍ଟିଂ ଲାଗେ। ଆଉ ଯେତେବେଳେ ଆପଣ ଖାଆନ୍ତି ଆପଣଙ୍କୁ ବହୁତ ଭଲ ଲାଗେ କି ନାହିଁ? ଆଉ ଯେତେବେଳେ ଆପଣ ଫେଲୋସିପ ହଉଥିବେ ଆଉ କିଛି କିଛି ଖାଇକି ଫେଲୋସିପ ହେଲେ ବହୁତ ଭଲ ଲାଗେ। କିନ୍ତୁ ଯେତେବେଳେ ଆପଣଙ୍କୁ ଗାଳି ଦିଆ ହଉଥିବ ଆପଣଙ୍କୁ ଅନୁଯୋଗ କରାହଉଥିବ ସେ ସମୟରେ ଆପଣଙ୍କ ମୁହଁ ଶୁଖିଯାଏ। କିନ୍ତୁ ଚାଲ ଖାଇଯିବା ଆମେ କିମ୍ଚି ଷ୍ଟିଉ କହିଲେ ଆପଣ ଖୁସିରେ ଯିବେ। ଲୋକମାନଙ୍କ ପାଖରେ ସେ ଜାଗାରେ 5ଟି ଇନ୍ଦ୍ରିୟ ବିଷୟ ଅଛି, 5ଟି ସେନ୍ସ ଅଛି। ଯଦି 5ଟା ସେନ୍ସ ମିଶେଇଲେ ଆମେ 100% କହିବା ଆଉ ତାହେଲେ ସେ ଯୋଉ ସ୍ୱାଦ ଜାଣିବାର ସେନ୍ସ ଅଛି ତାହା କେବଳ 1%। ଆଉ ଯଦି 1% ଟେଷ୍ଟ ପାଇଁ ବୋଲି ଆପଣ ଏତେ ଖୁସି ହେଇପାରୁଛନ୍ତି ମାନେ 1% ସେ 100%ର 1% ଖୁସି ହେଲେ ଆମେ ଏତେ ଖୁସି ହେଇଯାଉ। ଯେତେବେଳେ ମୁଁ ଆମେରିକାକୁ ଆସେ ତ ମୋ ହୃଦୟରେ ମଧ୍ୟ ହଁ ମୁଁ ଏଇ ବିଷୟ ଖାଇବି ସେଇ ବିଷୟ ଖାଇଲେ ଭଲ କହିକି ମୋ ପାଖରେ ମଧ୍ୟ ଚିନ୍ତା ଆସିଥାଏ। 1% ଆମକୁ ଖୁସି ମଧ୍ୟ କରିପାରେ ଆମକୁ ଦୁଃଖୀ ମଧ୍ୟ କରିପାରେ। ଆଉ ଜଣ ସ୍ପର୍ଶ କରିବାର ଇନ୍ଦ୍ରିୟ ସେ ବିଷୟ ହଉଛି କେବଳ 2%। ଆଉ ମାନେ ଶୁଙ୍ଘିବା ଶକ୍ତି ଆମର 3%। ଆଉ ଶୁଣିବା ଶକ୍ତି ହଉଛି 11%। ଆଉ ଦେଖିବା ଶକ୍ତି ହଉଛି 83%। ଆଉ ଆମେ ଦେଖିବା ଅନୁସାରେ ପ୍ରାୟତଃ ସବୁ ଜିନିଷ ଆମେ ମାନେ ଫିଲ୍ କରିଥାଉ। ଆଉ ଯୋଉମାନେ ମାଇଣ୍ଡ ଏଜୁକେସନ କୁ ଶୁଣିଛନ୍ତି ଆପଣ ଭଲରେ ଜାଣିଥିବେ ତ ଯଦି ଆପଣ ମାଇଣ୍ଡ ଏଜୁକେସନ ଆଟେଣ୍ଡ କରିଥିବେ ତାହେଲେ ଯଦି ସେ ଜାଗାରେ 2ଟା ସର୍କଲ ଗୋଲ ବନା ହବ ଏ ବି କହିକି ଆଉ ସେତେବେଳେ ତାପରେ ସେମାନେ ପଚାରନ୍ତି କି ଏ 2ଟା ଏ ଆଉ ବି ଭିତରେ କୋଉ ଗୋଲଟା ଅଧିକ ବଡ? ଆଉ ସେତେବେଳେ ଲାଗିଥାଏ କି ହଁ ବୋଧେ ଏ ବଡ ବୋଧେ ବି ବଡ କିନ୍ତୁ ଯେତେବେଳେ ଆମେ କମ୍ପେୟାର କରୁ ତୁଳନା କରୁ ସେ ସମୟରେ ସେ 2ଟା ଯାକ ସମାନ ହିଁ ଥାଏ। ଆଉ ବ୍ରେନ ସାଇଣ୍ଟିଷ୍ଟ ମାନେ କଣ କୁହନ୍ତି ଆଉ ଲୋକମାନେ ଯାହା ଦେଖନ୍ତି ତାହା ବିଶ୍ୱାସ କରନ୍ତି ନାହିଁ କିନ୍ତୁ ଯାହା ସେମାନେ ବିଶ୍ୱାସ କରନ୍ତି ସେ ଅନୁସାରେ ସେମାନେ ଦେଖନ୍ତି।
ଆଉ ଯେତେବେଳେ ସେମାନେ ବିଶ୍ୱାସ କରନ୍ତି କି ଏ ହଉଛି ବଡ, ସେ ଜାଗାରେ ସେମାନଙ୍କୁ ଏ ବଡ ଭଳି ଦେଖାଯାଏ। ଆଉ ଯେତେବେଳେ ଆମେ କହୁ କି ଆମେ କିଛି ଦେଖୁଛୁ, ଆଉ ତାହା ହଉଛି ଆମର 83% ଗୋଟେ ପାର୍ଟ, ଆଉ ସେ 83% ଆମର ହୃଦୟରୁ ଆସିଥାଏ। ତ ଆମେ ମାନେ କହିପାରିବା କି ଏ 83% ହୃଦୟରୁ ବାହାରେ। ଆମେ ଯେତେ ଅଧିକ ଦେଖିବା ସେତିକି ଅଧିକ ଆମେ ମାନେ ବିଚାର କରିବା। ଆଉ ଆମେରିକାରେ ଆମର ସେଲ୍ଫ ଡ୍ରାଇଭିଂ କାର୍ ଗୁଡିକ ଅଛି। ଆଉ ସେଇ ସେଲ୍ଫ ଡ୍ରାଇଭିଂ କାର୍ ଗୁଡିକ କାହିଁକି ମାନେ ନିଜେ ନିଜେ କିଛି ମାତ୍ରାରେ ସେମାନେ ନିଜେ ନିଜେ ଯାଇପାରନ୍ତି? କାହିଁକି ନା ସେମାନଙ୍କର ବହୁତ ପ୍ରକାରର ଦେଖିବା ଶକ୍ତି ଥାଏ। ଆଉ ଯେତିକି ଅଧିକା ଦେଖିବେ ସେତିକି ଅଧିକା ଭଲ ଭାବରେ ଆପଣ ବିଚାର କରିପାରିବେ। ଯେତେବେଳେ ଆମେ ଯୁବା ଥାଉ ସେ ସମୟରେ ଆମେ ଭଲରେ ବିଚାର କରିପାରି ନଥାଉ। ଆଉ ଯେତିକି ଅଧିକା ଆମେ ଦେଖୁ ସେତିକି ଅଧିକା ଆମେ ମାନେ ବିଚାର କରିବା ଆରମ୍ଭ କରୁ। ଆଉ ପ୍ରଥମେ ଆପଣ ଯେତେବେଳେ ପରିତ୍ରାଣ ପାଇଥିଲେ, ଆମେ ଯେତେବେଳେ ପରିତ୍ରାଣ ପାଇଲୁ, ଆଉ ସେ ସମୟରେ ଆମେ ମାନେ ବହୁତ ନମ୍ର ହୃଦୟରେ ପ୍ରତ୍ୟେକ ବିଷୟକୁ ଗ୍ରହଣ କରୁଥିଲୁ। କିନ୍ତୁ ଯେତେବେଳେ ଆମେ ଅନେକ ବିଷୟ ଦେଖିବା ଆରମ୍ଭ କଲୁ, ଆଉ ସେତେବେଳେ ଆମେ ବିଚାର କରିବା ଆରମ୍ଭ କଲୁ କି ହଁ ଏ ବିଷୟ ଏତେ ଭଲ ଲାଗୁନି, ଏ ବିଷୟ ଭଲ ନାହିଁ, ଏ ବିଷୟ ଠିକ, ଏ ବିଷୟ ଭୁଲ ଲାଗୁଛି। ଗୋଟେ ଥର ମୁଁ ମିଆଁମାରକୁ ଗଲି ପାଷ୍ଟରଙ୍କ ସହିତ। ଆଉ ମିଆଁମାର ହଉଛି ବର୍ତ୍ତମାନ ମଧ୍ୟ କମ୍ୟୁନିଷ୍ଟ ଦେଶ। ଆଉ ତାଙ୍କର ଦେଶ ଭିତରେ ହିଁ ତାଙ୍କର ସିଭିଲ ୱାର ଚାଲିଛି। ବର୍ତ୍ତମାନ ଆମେ ମାନେ ସେ ପ୍ଲେନ ଭିତରେ ବସି ସାରିଥିଲୁ, ଆଉ ଆମର ପ୍ଲେନ ଛାଡିବାର ହିଁ ଥିଲା। ଆଉ ସେ ଜାଗାରେ କେତେଟା ପାଷ୍ଟର ମାନେ ସେମାନେ ଯାଇକି ପୂର୍ବରୁ ସେମାନେ ପ୍ରିପେୟାର କରିବା ପାଇଁ ଯାଇଥିଲେ। ଆଉ ମିଆଁମାରରେ ବହୁତ ଯେହେତୁ ବର୍ଷା ହେଇଥିଲା, ସେଥିପାଇଁ ସେ ଜାଗାରେ ପୁରା ବନ୍ୟା ଟାଇପ ର ହେଇଯାଇଥିଲା। ଆଉ ସେଥିପାଇଁ ଯୋଉ ଜାଗାରେ ଆମର ଭେନ୍ୟୁ ପ୍ଲେସ ଥିଲା, ସେ ଭେନ୍ୟୁ ପ୍ଲେସ କୁ ଆମେ ମାନେ ପ୍ଲେନ ରେ ଓହ୍ଲେଇଲା ପରେ ସେ ଜାଗାକୁ ଆମକୁ ବୋଟ ରେ ଯିବାର ଥିଲା। ମୁଁ ଆପଣଙ୍କୁ ସେ ଫଟୋ ଦେଖେଇବି। ମୁଁ ଆପଣଙ୍କୁ ପଠେଇବି ବ୍ରଡକାଷ୍ଟିଂ ଟିମ୍ ସେ ଫଟୋ ଆପଣ ଦେଖେଇ ଦିଅନ୍ତୁ। ଆଉ ସେ ଫଟୋ ଦେଖିକି ଲାଗିଲା କି ହଁ ଆମେ ସେ ବାଇବଲ କନଫରେନ୍ସ କରିପାରିବୁ କି ନାହିଁ। ମୁଁ ଆପଣଙ୍କୁ ଫଟୋ ପଠେଇଲି। ହଁ। ଯୋଉ ଆମର ଭେନ୍ୟୁ ପାଖରେ ସେ ପାହାଚ ଟିକେ ବହୁତ ଓସାର। ଆଉ ସେଥିପାଇଁ ସେମାନେ 5ଟା ମାନେ ଡଙ୍ଗାକୁ ଭଡା ନେଇଥିଲେ।
ସତରେ ଆମକୁ କଣ ସେ ଡଙ୍ଗାରେ ବସିକି ଯିବା ପାଇଁ ପଡିବ? ଆଉ ତାପରେ ଆମେ ମାନେ ସେ ପ୍ଲେନ ରେ ମାନେ ପ୍ଲେନ ଛାଡିଲା ଆଉ ଆମେ ମାନେ ଗଲୁ। ଆଉ ସେମାନେ ଆମେ ଛାଡିବା ପୂର୍ବରୁ ଆମକୁ ଫଟୋ ପଠେଇକି କହିଲେ କି ଏଇ ଡଙ୍ଗାରେ ବସିକି ପାଷ୍ଟରଙ୍କୁ ସେ ଭେନ୍ୟୁ ପ୍ଲେସ କୁ ଯିବାକୁ ହବ। ମାନେ ପାଷ୍ଟର ପାର୍କ ଛତା ଧରିକି ବୋଟ ରେ ବସିକି ଯିବା ମାନେ ଭାବିଲେ ହିଁ ବହୁତ ଅଲଗା ଅଜୀବ ଲାଗୁଥିଲା। ଆଉ ଯେତେବେଳେ ଆମେ ଆରମ୍ଭ କଲୁ ମିଆଁମାର କୁ ଯିବା ସେ ସମୟରେ ସେ ପାଣି ମଧ୍ୟ ଟିକେ ଟିକେ ମାନେ ଏ, କମିବାକୁ ଲାଗିଲା। ଆଉ ଯେହେତୁ ଗଭର୍ଣମେଣ୍ଟ ସହିତ କେତେ ଲୋକମାନେ ସେମାନେ ସିଭିଲ ୱାର ରେ ଅଛନ୍ତି, ସେଥିପାଇଁ କେତେଟା ରାସ୍ତା ମଧ୍ୟ ସେମାନେ ବନ୍ଦ କରିଦେଇଥିଲେ। ଆଉ ସେଥିପାଇଁ ପୂର୍ବରୁ ଭାଇ ଭଉଣୀ ମାନେ 2 କି 3 ଦିନ ସେମାନେ କାର ରେ ବସିକି ଏ, ଆସନ୍ତି, କିନ୍ତୁ ଯେହେତୁ ସେ ରୋଡ ସବୁ ବ୍ଲକ କରାହେଇଯାଇଥିଲା, ସେଥିପାଇଁ ଭାଇ ଭଉଣୀ ମାନେ 1 ସପ୍ତାହ ଧରିକି ସେମାନେ ଚାଲିବାର ଅଛି ଗୋଟେ ଜାଗାକୁ, ତାପରେ ଯାଇକି ସେମାନେ ଗାଡି ଧରି ପାରିବେ ଆଉ ଗାଡିରେ ଆସିପାରିବେ। ଆଉ ସେମାନେ ରିଟ୍ରିଟ ଆସିବା ପାଇଁ ସେମାନେ 9 ଦିନ ଚାଲିକି ଆସିଥିଲେ। ଆଉ ଭାଇ ଭଉଣୀ ମାନେ ଆପଣଙ୍କୁ ଯଦି କୁହାହବ ରିଟ୍ରିଟ ଆସିବା ପାଇଁ 9 ଦିନ ଆପଣ ଚାଲିକି ଆସିବେ କି? ଆଉ ଟ୍ରେନ ଯଦି ଆପଣଙ୍କର ଟିକେ ଲେଟ୍ ହେଇଗଲା ତାହେଲେ ଆପଣ କହିବେ କି ଟ୍ରେନ ଲେଟ୍ ହେଇଗଲା, ଚାଲ ଆଜି ରିଟ୍ରିଟ ଯିବାନି। ଅ ବୋଧେ ପରମେଶ୍ୱର ଚାହୁଁନାହାନ୍ତି ମୁଁ ରିଟ୍ରିଟ ଯିବା ପାଇଁ। କିନ୍ତୁ ସେମାନେ ଅ, ମାନେ 7 ଦିନ ପର୍ଯ୍ୟନ୍ତ ଚାଲିଲେ, ସେ ରୋଡ କ୍ରସ୍ କଲେ, ତାପରେ ସେ କାର କୁ ଧରିକି ସେମାନେ 2 ଦିନ ପୁଣି ଯାତ୍ରା କଲେ। ଆଉ ସେ ଜାଗାରେ ପାଷ୍ଟରଙ୍କୁ ଆମେ ପଚାରିଲୁ ଯଦି 5,000 ଲୋକମାନେ, ସେମାନେ କହିଲେ କି 5,000 ଲୋକମାନେ ଜମା ହେବେ। ତ ଆମେ ପଚାରିଲୁ 5,000 ଲୋକ ଯଦି ଜମା ହେବେ ସେମାନେ କୋଉଠି ବସିବେ? ଆଉ ମିଆଁମାରରେ ବୁଦ୍ଧିଷ୍ଟ ଲୋକମାନେ ହଉଛନ୍ତି ବହୁତ ମାନେ ଶକ୍ତିଶାଳୀ ଲୋକମାନେ। ଆଉ ଆମେରିକାରେ ଆମେ ଏ, ପ୍ରଥମେ ଆର୍ମି ଲୋକମାନଙ୍କୁ ପ୍ଲେନରେ ଚଢିବା ପାଇଁ ଜାଗା ଦେଇଥାଉ। ଆଉ ମିଆଁମାରରେ ସେମିତି ସେ ଯୋଉ ବୁଦ୍ଧିଷ୍ଟ ମଙ୍କ ମାନଙ୍କୁ ପ୍ଲେନ ରେ ଚଢିବା ପାଇଁ ଜାଗା ଦିଆଯାଇଥାଏ। ଆଉ ସେମାନଙ୍କର ଗୋ- ଜ- ଆଉ ଯେତେବେଳେ ସେମାନେ ଡିସ୍କସନ କରୁଥିଲେ, ସେତେବେଳେ କେହି ଜଣେ କହିଲେ କି ହଁ ମନ୍ଦିର ଗୁଡାକରେ ବହୁତ ଜାଗା ଥାଏ ଆଉ ସେଇଠି ଭାଇ ଭଉଣୀ ମାନେ ଶୋଇପାରିବେ। ସେଥିପାଇଁ ଜଣେ ଏଲ୍ଡର ଗଲେ ଆଉ ସେମାନେ ମଙ୍କ କୁ ଯାଇକି ସେ ବୁଦ୍ଧିଷ୍ଟ କୁ ଯାଇ ପଚାରିଥିଲେ କି ଇ ଅ, ଆମର ବହୁତ ବଡ ପ୍ରୋଗ୍ରାମ ହଉଛି ଆଉ ଭାଇ ଭଉଣୀ ମାନେ ଅନେକ ଜଣ ଆସିବେ, ଆପଣ କଣ ଟିକେ ଜାଗା ଦେଇପାରିବେ କି ସେମାନଙ୍କୁ? ତ ସେ ସମୟରେ ବୁଦ୍ଧିଷ୍ଟ ମଧ୍ୟ ତାଙ୍କେ ହଁ କହିଲେ ଆଉ ଆମେ ସେ ଜାଗାରେ ଜାଗା ପାଇଥିଲୁ। ମାନେ ପରମେଶ୍ଵର ବୁଦ୍ଧଙ୍କ ସହିତ ଏକ ହେଇକି କାମ କଲେ। ଆଉ ବହୁତ ଅନୁଗ୍ରହ ପୂର୍ଣ୍ଣ ଥିଲା ବୋଲି ସେମାନେ କହୁଥିଲେ। ଆଉ ସେ ଭାଇ ଭଉଣୀ ମାନେ ଯୋଉମାନେ କି 7 ଦିନ ଚାଲିକି ଆସିଥିଲେ ସେମାନଙ୍କର ଫଟୋ ମଧ୍ୟ ଦେଖିଥିଲି। ଆଉ ତାପରେ ସେ ଜାଗାକୁ ଯାଇକି
ତାଙ୍କର ପରଫର୍ମାନ୍ସ ଆଉ ତାଙ୍କର କେମିତି ବାକ୍ୟ ଶୁଣୁଥିଲେ ସେ ବିଷୟକୁ ମଧ୍ୟ ମୁଁ ଦେଖିପାରିଲି। ଆଉ ସେମାନେ ବହୁତ ଖୁସି ହେଉଥିଲେ। ଆଉ ସେମାନେ ବାକ୍ୟ ଶୁଣିଲା ବେଳେ ମଧ୍ୟ ବହୁତ ଖୁସି ହେଉଥିଲେ। ଆଉ ପାଷ୍ଟର ଯେତେବେଳେ କହିଲେ କି ଯଦି କାହା ପାଖରେ ସାକ୍ଷ୍ୟ ଅଛି ଆସନ୍ତୁ ସାକ୍ଷ୍ୟ ଦେବେ। ଆଉ ସେ ଜାଗାରେ ଅନେକ ଲୋକମାନେ ଥିଲେ ଯୋଉମାନେ କି ଜଗିଥିଲେ। ଅ ମାନେ ପ୍ରାୟ 50 ଜଣ ଲୋକମାନେ ଷ୍ଟେଜକୁ ଆସିକି ଜଗିଥିଲେ। ଆଉ ସେମାନେ ଜଗିଥିଲେ 2 ମିନିଟ୍ ହେଲେ ମଧ୍ୟ ଆମେ ଟିକେ ସାକ୍ଷ୍ୟ ଦବୁ। ହଁ, ଠିକ କି ତାହା ବହୁତ ଗରିବ ଦେଶ। କିନ୍ତୁ ଆଉ ଯେତେବେଳେ ଏଇ ସୁସମାଚାର ସେମାନଙ୍କୁ ପ୍ରଚାର କରାଗଲା, ଆଉ ସେମାନେ ସେ ବିଷୟକୁ ଗ୍ରହଣ କରିକି ସେ ବିଷୟରେ ଖୁସି ହେଇକି ଦେଖିକି ବହୁତ ସେ ବିଷୟକୁ ଦେଖିବା ହଉଛି ବହୁତ ହୃଦୟସ୍ପର୍ଶୀ ବିଷୟ। ଗତ ବର୍ଷ ମୁଁ ଶୁଣିଥିଲି କି ସେମାନଙ୍କ ପାଖରେ 100ଟା ମିଶନାରୀ ଷ୍ଟୁଡେଣ୍ଟ ଅଛନ୍ତି ମ୍ୟାମାରରେ। କିନ୍ତୁ ଏ ବର୍ଷ ଯେତେବେଳେ ମୁଁ ଯାଇକି ଦେଖିଲି 200ଟା ମିଶନ ଷ୍ଟୁଡେଣ୍ଟ ମାନେ ଅଛନ୍ତି। ବର୍ତ୍ତମାନ ଯେହେତୁ ଅଲଗା ରିଜନ ଗୁଡାକରେ ମଧ୍ୟ ମିଶନାରୀ ସ୍କୁଲ ଖୋଲିଲା, ସେଥିପାଇଁ 200 ଜଣ ସେମାନେ ଟ୍ରେନିଂ ରିସିଭ କରୁଛନ୍ତି। କାହିଁକି ନା ଅନେକ ଲୋକମାନଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ସୁଷମାଚାର ପହଞ୍ଚିନି। ଆଉ ସେଥିପାଇଁ ଆମେ ସମସ୍ତେ ମିଶିକି ପ୍ରଚାର କରିବା ବୋଲି ସେ ହୃଦୟରେ ସେମାନେ ଆଗକୁ ବଢୁଛନ୍ତି। ଆଉ ସେ ଜାଗାରେ ଅନେକ ଲୋକମାନେ ଥିଲେ ଯୋଉମାନେ କି ଆସି ପାରୁ ନଥିଲେ, ସେମାନେ ସେମାନଙ୍କର ଅଲଗାରେ ରିଟ୍ରିଟ୍ କରିଥିଲେ। ଆଉ ଏ ସମସ୍ତ ବିଷୟକୁ ଦେଖିକି ଆମ ହୃଦୟରେ ଆମେ ବହୁତ ଆନନ୍ଦିତ ହେଇଥିଲୁ। କିନ୍ତୁ ଆମ ହୃଦୟ ଭିତରେ କିଛି ଗୋଟେ ବିଷୟ ଅଛି ଯାହାକି ଏ ଆମର ଖୁସିର ହୃଦୟକୁ ଚୋରେଇକି ନେଇ ଯାଇଥାଏ। 19 ଆଉ 20 ପଦରେ ଏମିତି ବାକ୍ୟ ଲେଖା ହେଇଛି। ଏଥିରେ ତୁମ୍ଭେ ମତେ କହିବ, ତେବେ ସେ ଆଉ ଦୋଷ ଧରନ୍ତି କାହିଁକି? କାରଣ ତାହାଙ୍କର ଇଚ୍ଛା କିଏ ପ୍ରତିରୋଧ କରିପାରେ? କିନ୍ତୁ ହେ ମନୁଷ୍ୟ, ତୁମ୍ଭେ କିଏ ଯେ ଈଶ୍ୱରଙ୍କ ପ୍ରତିବାଦ କର? ନିର୍ମିତ ବସ୍ତୁ କି ନିର୍ମାତାଙ୍କୁ କହିବ ମତେ ଏପରି କାହିଁକି ଗଢିଲ କାହିଁକି? ତ ଏଇ ଜାଗାରେ ଗୋଟେ ପ୍ରତିବାଦ ବୋଲି ଗୋଟେ ଶବ୍ଦ ଅଛି। 20 ପଦରେ ଲେଖା ହେଇଛି, କିନ୍ତୁ ହେ ମନୁଷ୍ୟ, ତୁମ୍ଭେ କିଏ ଯେ ଈଶ୍ୱରଙ୍କ ପ୍ରତିବାଦ କର? ଏ ଯୋଉ ପ୍ରତିବାଦ କରିବା ଶବ୍ଦ ଅଛି, ମାନେ ଜଣଙ୍କର କଲର ଧରିକି ପଚାରିବା ବିଷୟକୁ କୁହାଯାଏ ପ୍ରତିବାଦ କରିବା। ଆଉ ଏଇ ଶବ୍ଦ ଆକ୍ଚୁଆଲି ଆମର ପ୍ରାୟତଃ କୋର୍ଟ କଚେରୀରେ ବ୍ୟବହାର କରନ୍ତି, କି କୋରିଆରେ କୋର୍ଟ କଚେରୀରେ ବ୍ୟବହାର କରନ୍ତି ପ୍ରତିବାଦ କରାହଉଛି ବୋଲି। ଆଉ ଯେତେବେଳେ ସାଧାରଣତଃ ଗୋଟେ ଓକିଲ ସେ ପ୍ରଶ୍ନ ପଚାରନ୍ତି, ତାକୁ କୁହାଯାଏ କି ସେ ପ୍ରତିବାଦ କରୁଅଛନ୍ତି। ଆଉ ଯଦି ଆମେ ସାଧାରଣ ଭାଷାରେ କହିବା, ତାହେଲେ ତମେ କାହିଁକି ଏମିତି କରିଲ କହିକି ତାଙ୍କୁ ପ୍ରଶ୍ନ ପଚାରିବା ହଉଛି ପ୍ରତିବାଦ କରିବା। ଆଉ ତମେ ଏମିତି କରିବା ଉଚିତ ଥିଲା, କାହିଁକି ତମେ ଏମିତି କରୁଛ ବୋଲି ପଚାରିବା ହଉଛି ପ୍ରତିବାଦ କରିବା। ଆଉ ମୋ ହୃଦୟରେ ମଧ୍ୟ ଯେତେବେଳେ କୌଣସି କଷ୍ଟକର ପରିସ୍ଥିତି ଆସେ, ଆଉ କିଛି ଚିନ୍ତାର ବିଷୟ ଆସେ, ମୁଁ ମଧ୍ୟ ନିଜକୁ ଦେଖିପାରିଲି କି ମୁଁ ମଧ୍ୟ ପରମେଶ୍ୱରଙ୍କୁ ପ୍ରତିବାଦ କରିଥାଏ। ଆଉ ସୁସମାଚାର ନିମନ୍ତେ ମୁଁ ଏ ରାସ୍ତାରେ ଅଛି।
ମୁଁ ତ ସୁଷମାଚାର ନିମନ୍ତେ ବଞ୍ଚୁଛି, କିନ୍ତୁ କାହିଁକି ପରମେଶ୍ୱର ତୁମେ ମତେ ଏମିତିକା କଷ୍ଟକର ବିଷୟକୁ ଦଉଛ? ଭାଇ ଭଉଣୀ ମାନେ, ଆପଣ ମାନଙ୍କ ହୃଦୟରେ ମଧ୍ୟ ଏମିତି ସମୟ ଆସିଛି କି? ଆଉ ଏ ଜାଗାରେ ରୋମିଓ 9 ପର୍ବରେ ପଚାରିଛନ୍ତି କି, କିନ୍ତୁ ହେ ମନୁଷ୍ୟ, ତୁମ୍ଭେ କିଏ ଯେ ଈଶ୍ୱରଙ୍କ ପ୍ରତିବାଦ କର? କିମ୍ବା ଗୋଟିଏ ମାଟି ପିଣ୍ଡୁଳାରୁ ଗୋଟିଏ ପାତ୍ର ଆଦର ନିମନ୍ତେ ଓ ଅନ୍ୟଟି ଅନାଦର ନିମନ୍ତେ ଗଢିବା ପାଇଁ କି ଏ ମାଟି ଉପରେ କୁମ୍ଭକାରର ଅଧିକାର ନାହିଁ? ଆଉ ସେ ଜାଗାରେ ପାତ୍ର ଅଛି ଯାହାକି ଆଦର କରାଯାଏ, ଆଉ ସେ ଜାଗାରେ ପାତ୍ର ଅଛି ଯାହାକି ଅନାଦର କରାଯାଏ। ଆଉ କେତେଟା ପାତ୍ର ଅଛି ଯାହାର କି ବହୁତ ଅଧିକା ମୂଲ୍ୟ ଥାଏ, ଆଉ କେତେଟା ପାତ୍ର ଅଛି ଯାହାର କି ବହୁତ କମ ମୂଲ୍ୟ ଅଟେ, କମ ମୂଲ୍ୟ ଥାଏ। ଆଉ ବର୍ତ୍ତମାନ କୁମ୍ଭକାର ଚିନ୍ତା କରୁଛି କି ମୁଁ ଏ ପ୍ରକାର ପାତ୍ର ବନେଇବି। ଆଉ କୋରିଆରେ ଗୋଟେ ବହୁତ ଗନ୍ଧିଆ ପାତ୍ର ଅଛି। ଆଉ ତାହା ହଉଛି ଇନଡୋର ପୋର୍ଟେବଲ ଟଏଲେଟ। ଆପଣ ସେ ପାତ୍ର ହେବା ପାଇଁ ଚାହୁଁଛନ୍ତି କି? ବର୍ତ୍ତମାନ ନୁହେଁ, କିନ୍ତୁ ପୂର୍ବ କାଳରେ ସେମିତି ଗୋଟେ ପାତ୍ର ଥିଲା ଯୋଉଠିକି ଆପଣ ଝାଡା କରିପାରିବେ। ଆଉ ସେ ପ୍ରକାର ପାତ୍ର ମଧ୍ୟ ଅଛି, ଆଉ ସେ ଜାଗାରେ ଅନ୍ୟ ପାତ୍ର ଗୁଡିକ ଅଛି ଯାହାକି ବହୁତ ସୁନ୍ଦର ଦେଖିବା ପାଇଁ। ଆଉ ତାହା କି ପ୍ରକାର ପାତ୍ର ହବ, ସେ ବିଷୟ କୁମ୍ଭକାର ନିଷ୍ପତ୍ତି ନେଇଥାଏ। ହଁ, ପରମେଶ୍ୱର ମତେ କଷ୍ଟକର ପରିସ୍ଥିତି ଦେଇପାରନ୍ତି। ଆଉ ପରମେଶ୍ୱର ମତେ ସେଠି କଷ୍ଟରେ ମଧ୍ୟ ରଖିପାରନ୍ତି। କିନ୍ତୁ ଗୋଟେ ମୁହୂର୍ତ୍ତରେ ଆମର ହୃଦୟରେ ପରମେଶ୍ୱରଙ୍କୁ ପ୍ରତିବାଦ କରିବା ଆମ ପାଇଁ ବହୁତ ସାଧାରଣ ବିଷୟ ଭଳି ଲାଗିଥାଏ। ଆଉ ଆମେ ମାନେ ଦେଖିପାରିବା କି ହଁ, ସେ ବିଷୟ ଦ୍ଵାରା ଆମର ହୃଦୟ ପରମେଶ୍ୱରଙ୍କ ଠାରୁ ଧୀରେ ଧୀରେ ଅଲଗା ହେଇଯାଉଛି। ଆଉ ଏଥର ମୁଁ ଆମେରିକାକୁ ଆସିଲା ପରେ ସିଏଲେ ପାଷ୍ଟର ମାନେ ସେମାନେ ସାକ୍ଷ୍ୟ ଦଉଥିଲେ, ସେ ବିଷୟକୁ ଶୁଣିକି ବହୁତ ଧନ୍ୟବାଦ ଲାଗିଲା। ଆଉ ସିଏଲଏଫ ଦ୍ଵାରା ଅନେକ ପାଷ୍ଟର ସେମାନେ ସିଏଲଏଫ ରେ ସଂଯୁକ୍ତ ହେଲେ, ଆଉ ସେମାନଙ୍କୁ ସୁସମାଚାର ପ୍ରଚାର କରିବା ବିଷୟର ସାକ୍ଷ୍ୟକୁ ଶୁଣିବା ଦ୍ଵାରା ଆମେ ବହୁତ ସ୍ପର୍ଶିତ ହେଇଥିଲି। ଆଉ ପରମେଶ୍ୱରଙ୍କ ବାକ୍ୟ କିପରି ଭାବରେ ଆଗକୁ ବଢିଛି, ସୁସମାଚାର କାର୍ଯ୍ୟ କିପରି ଆଗକୁ ବଢିଛି, ସେ ବିଷୟର ସାକ୍ଷ୍ୟକୁ ଶୁଣିକି ବହୁତ ଧନ୍ୟବାଦ ଲାଗିଲା। ଆଉ ଯେତେବେଳେ ଆମେ ପ୍ରଥମେ ସିଏଲଏଫ କୁ ଷ୍ଟାର୍ଟ କରିଥିଲୁ ଆମେରିକାରେ, ଆଉ ଗୋଟେ ଥର ଆମେ ଯେତେବେଳେ କଥା ହଉଥିଲୁ ପାଷ୍ଟର ମାନେ, ସେ ସମୟରେ ପାଷ୍ଟର ପାକ୍ କହିଥିଲେ କି କୋରିଆରେ ଅ ଅ, ଅନେକ ପାଷ୍ଟର ମାନେ ସେମାନେ ଆମେରିକାକୁ ଆସିବାକୁ ପସନ୍ଦ କରନ୍ତି। ଆଉ ସେଥିପାଇଁ ସେ ଏ, ପ୍ରଚାରକ ମାନଙ୍କୁ ଆମେ ଆମେରିକାକୁ ଡାକିକି ସେ ଜାଗାରେ ଚାଲ ମିଟିଂ କରିବା। ଆଉ କେତେ ବଢିଆ ବିଷୟ କି ନାଇଁ? ହଉ, ବହୁତ ବଢିଆ ବିଷୟ। କିନ୍ତୁ ସେ ପୂର୍ବରୁ ସେଇଠି ଆଉ ସାଉଥ ଆମେରିକାର ପାଷ୍ଟର ମାନେ ସେମାନେ ମଧ୍ୟ ଭିସା ପାଇବା ବହୁତ କଷ୍ଟକର ଥିଲା, ଆଉ ସେମାନେ ଯାଇପାରୁ ନଥିଲେ।
ଆଉ ଆଫ୍ରିକାର ଲୋକମାନେ ମଧ୍ୟ ସେମାନେ କେବେ ମଧ୍ୟ ଭିସା ପାଇ ପାରୁନଥିଲେ। ଆଉ ଯଦି ଆପଣ ଭିସା ପାଇବେନି ତାହେଲେ ଆପଣ ଯାଇପାରିବେନି ଆମେରିକାକୁ। ଆଉ ସେଥିପାଇଁ ଯେହେତୁ ମୁଁ ଏ ବିଷୟ ଜାଣିଥିଲି ସେଥିପାଇଁ ମୁଁ ମଧ୍ୟ ଭାବୁଥିଲି କି ହଁ ଏଇଟା ସମ୍ଭବ କି ଏ ବିଷୟ ହେବା ସମ୍ଭବ କି? ସେତେବେଳେ ପାଷ୍ଟର ପାର୍କ ମତେ କହିଲେ ୟଙ୍ଗଜୁ ତୁ ସେ ୟଙ୍ଗକୁ କଲ୍ କରେ ଆଉ ତୁ ତାକୁ କହ କି ମୁଁ କହିଲି କି ଆଉ ୟଙ୍ଗକୁ ତୁ ଆମେରିକାରେ ଏ ପାଷ୍ଟର୍ସ ମିଟିଂ ଆରମ୍ଭ କରେ ବୋଲି। ଆଉ ଯେତେବେଳେ ମୁଁ ଶୁଣିଲି ପାଷ୍ଟର ମତେ ହିଁ ଆପଣଙ୍କୁ କହିବାର ଥିଲା କି ଆଉ ହେଲେ ମଧ୍ୟ ଶେଷରେ ମୁଁ ତାଙ୍କୁ କଲ୍ କଲି। ଆଉ ମୁଁ ଯେତେବେଳେ ତାଙ୍କୁ କଲ୍ କଲି ଆପଣ କଣ ଭାବୁଛନ୍ତି ସେ ମତେ କଣ କହିଥିବେ? ଆରେ ତୁ ଜାଣିଛୁ ପରା ଆଉ ମାନେ ସାଉଥ ଆମେରିକାର ଲୋକମାନେ ମଧ୍ୟ ଆମେରିକାର ଭିସା ପାଇ ପାରୁନାହାନ୍ତି। ଆଉ ତୁ ଭଲରେ ଟିକେ ଏକ୍ସପ୍ଲେନ କରିଦେ ପାଷ୍ଟରଙ୍କୁ ଏଇଟା ହେଇପାରିବନି। ଆଉ ଏମିତି ସମୟ ବିତିଗଲା। ଆଉ କେତେ ମାସ ପରେ ଆଉ ଥରେ ପାଷ୍ଟର କହିଲେ। ଆଉ ଥରେ କେତେ ମାସ ପରେ ଆଉ ଥରେ ସେ ସମାନ ବିଷୟ ସେ କହିଲେ। ଆଉ ଏପରି ଭାବରେ ଆମେ ଆମେରିକାରେ ସିଏଲଏଫ ଷ୍ଟାର୍ଟ କରିଥିଲୁ। ଆଉ ଯେତେବେଳେ ଆମେ ଷ୍ଟାର୍ଟ କଲୁ ବହୁତ ବଢିଆ ହେଇଥିଲା କି ନାହିଁ? ହଁ ସେ ଜାଗାରେ କିଛି ଅସୁବିଧା ମଧ୍ୟ ହେଇଥିଲା, କଷ୍ଟ ମଧ୍ୟ ହେଇଥିଲା। କିନ୍ତୁ ଯେତେବେଳେ ସମୟ ବିତିଗଲା ଆମେ ପ୍ରତ୍ୟେକ ପରମେଶ୍ୱରଙ୍କ ଦତ୍ତ ପ୍ରତ୍ୟେକ ବିଷୟକୁ ଆମେ ଧନ୍ୟବାଦର ସହ ଗ୍ରହଣ କରିପାରିଲୁ। ଆଉ ମଝିରେ କରୋନା ଆସିଥିଲା ସେଥିପାଇଁ ଆମେ କହିଥିଲୁ କି ହଁ ଆମ ସିଏଲଏଫ ଆମର କ୍ୟାନସେଲ ହେଇଗଲା ବୋଲି। ସେତେବେଳେ ପାଷ୍ଟର କହିଥିଲେ ତମେ କାହିଁକି କ୍ୟାନସେଲ ବୋଲି କହୁଛ ତମେ କୁହ ପୋଷ୍ଟପୋନ ହେଇଗଲା। ଆଉ ସେ ବିଷୟ ଦ୍ଵାରା ମଧ୍ୟ ପରମେଶ୍ୱର ଅନେକ ନୂଆ ରାସ୍ତାକୁ ପରମେଶ୍ୱର ଦେଖେଇଥିଲେ। ଆଉ ପରମେଶ୍ୱର ଆମକୁ ଆହୁରି ଅନେକ ପାଷ୍ଟର ମାନଙ୍କ ସହିତ ମାନେ ଆମକୁ ସାକ୍ଷାତ କରେଇଥିଲେ। ଯେତେବେଳେ ଆମ ହୃଦୟରେ ଆମ ବିଶ୍ୱାସ ନାହିଁ ବୋଲି କହୁ ଆଉ ଯେତେବେଳେ ଆଉ ସେ ଆମେରିକାରେ ପାଷ୍ଟର୍ସ ମିଟିଂ କରିବା ସିଏଲଏଫ କରିବା ଅସମ୍ଭବ ଭଳି ଦେଖା ଯାଉଥିଲା। ମୁଁ ଭାବୁଥିଲି କି ହଁ ମୁଁ ଯୋଉ ଏମିତି ଚିନ୍ତା କରୁଛି ତାହା ଠିକ ଆଉ ଅନ୍ୟ ଲୋକମାନେ ମଧ୍ୟ ଆଉ ବିଷୟରେ ମାନେ ସହମତ ଥିଲେ। କୋରିଆର ପାଷ୍ଟର ମାନଙ୍କ ପାଇଁ ଆମେରିକାରେ ଏଇ ସିଏଲଏଫ ଆଟେଣ୍ଡ କରିବା ହଉଛି ବହୁତ ବଡ ବିଷୟ ଆମ ପାଇଁ ବହୁତ ସମ୍ମାନର ବିଷୟ। ଅନେକ ଲୋକମାନଙ୍କୁ ଭେଟିବା ସେମାନଙ୍କୁ ପ୍ରଚାର କରିବା ସୁଷମାଚାର ପ୍ରଚାର କରିବା ଆମର କୋରିଆନ ପାଷ୍ଟର ମାନଙ୍କ ପାଇଁ ବହୁତ ସମ୍ମାନର ବିଷୟ। ଆଉ ମୁଁ ଦେଖିବା ଅନୁସାରେ ମୁଁ ଯେତେବେଳେ ବଞ୍ଚେ ଆଉ ମୁଁ ଦେଖିବା ଅନୁସାରେ ବିଚାର କରିକି ମୁଁ ଯେତେବେଳେ ବଞ୍ଚେ ଆଉ ଏ ସବୁ ବିଷୟ ବହୁତ ମାନେ କିଛି ସେନ୍ସ ନଥିଲା ଭଳି ଦେଖାଯାଏ ଅସମ୍ଭବ ଭଳି ଦେଖାଯାଏ। କିନ୍ତୁ ମୁଁ ଯେତେବେଳେ ପରମେଶ୍ୱର ଦେଖେଇବା ଅନୁସାରେ ମୁଁ ପ୍ରତ୍ୟେକ ବିଷୟକୁ ଦେଖିବା ଆରମ୍ଭ କରେ ଆଉ ମୁଁ ସେ ବିଷୟକୁ ଆଶା କରି ଜଗିଥାଏ ଆଉ ମୁଁ ସେ ବିଷୟ ପ୍ରତି ଧନ୍ୟବାଦ ହେଇଥାଏ। ଅନେକ ସମୟରେ ଆମେ ମାନେ ଦେଖିବା ଅନୁସାରେ ବଞ୍ଚିଥାଉ।
କିନ୍ତୁ ଆମେ ଜାଣିଛୁ କି ଆମେ ଯାହା ଦେଖି ପାରୁନୁ ସେ ଅଦୃଶ୍ୟ ବିଷୟ ଗୁଡିକ ହଉଛି ସେ ଦୃଶ୍ୟମାନ ବିଷୟ ଅପେକ୍ଷା ଅଧିକ ମାନେ ଅଧିକ ସୁନ୍ଦର। ଆମେ ଯେତେବେଳେ ଆମ ଆତ୍ମିକ ଜୀବନ ବଞ୍ଚୁଛୁ ଆମେ ମାନେ ଯାହା ଦେଖୁଛୁ ଯାହା ଫିଲ୍ କରୁଛୁ ସେ ଅନୁସାରେ ଆମେ ମାନେ ବଞ୍ଚିଥାଉ। ଆମେ ସେପରି ବଞ୍ଚିଥାଉ ନା ଆମେ ମାନେ ପରମେଶ୍ୱର ଯେପରି ଦେଖେଇଛନ୍ତି ସେ ଅନୁସାରେ ବଞ୍ଚିଥାଉ। ଏ ଯୋଉ ପ୍ରତିପାତ କରିବା ଅଛି କୋରିଆନ ରେ ତାହା ହଉଛି ମାନେ ଚାଇନିଜ ୱାର୍ଡ କୁହନ୍ତି। ସେ ପ୍ରଥମ ୱାର୍ଡ ହଉଛି ଯେତେବେଳେ ଆପଣ କାହାକୁ ପ୍ରଶ୍ନ ପଚାରନ୍ତି ମାନେ ଜଣଙ୍କୁ ଅନୁଯୋଗ କରିକି ପଚାରିବା ସହିତ ସମାନ। ମାନେ ଆମେ ଯୋଉ ଏଇ ଜାଗାରେ ପ୍ରତିବାଦ କରିବା ଲେଖା ହେଇଛି ଆମେ ପରମେଶ୍ୱରଙ୍କୁ ମାନେ ଅନୁଯୋଗ କରିକି ପଚାରିବା ପରମେଶ୍ୱର ଏମିତି ହେବା ଉଚିତ ନଥିଲା କାହିଁକି ଏମିତି ହେଲା ଏମିତି ପ୍ରଶ୍ନ ପଚାରିବାକୁ ଏ ଜାଗାରେ ପ୍ରତିବାଦ ବୋଲି କୁହାଯାଇଛି। ହଁ ପରମେଶ୍ୱର ଆପଣ ଏଇ ଜାଗାରେ ମତେ ଭଲରେ କଢେଇକି ନେବା ଦରକାର ଦରକାର ଥିଲା। ଆଉ ପରମେଶ୍ୱର କାହିଁ ତୁମେ କହିଲ କି ମତେ ତୁମେ ଆଶୀର୍ବାଦ କରିବ କିନ୍ତୁ କାହିଁକି ମୁଁ ଏପର୍ଯ୍ୟନ୍ତ ଧନୀ ନାହିଁ। ମୁଁ ଏମିତି ଚିନ୍ତା କଲି ଆଉ ଚିନ୍ତା କଲା ବେଳେ ପାଇଲି କି ହଁ ଆମେ ଅନେକ ସମୟରେ ପରମେଶ୍ୱରଙ୍କୁ ଏହିପରି ଭାବରେ ଅନେକ ଥର ପ୍ରତିବାଦ କରିଥାଉ। ଆପଣ ଧନ୍ୟବାଦ ଦେଇକି ଆଉ ନମ୍ର ଭାବରେ ପରମେଶ୍ୱରଙ୍କ ଆଗରେ ବଞ୍ଚୁଛନ୍ତି କି? ନା ଆପଣ ପରମେଶ୍ୱରଙ୍କୁ ପ୍ରତିବାଦ କରିକି ଆଉ ପରମେଶ୍ୱରଙ୍କୁ ଏପରି ଭାବରେ ପ୍ରଶ୍ନ କରିକି ଆପଣ ବଞ୍ଚୁଛନ୍ତି। ଆମେ ମାନେ ସେ ଚାରି କୁଷ୍ଟି ବିଷୟରେ ବହୁତ ଭଲ ଭାବରେ ଜାଣିଛୁ। ଆଉ ସେ ଏ, ଅରାମ ଦେଶ ଅରାମିଆ ଲୋକମାନଙ୍କ ଦ୍ଵାରା ସମରିଆ ନଗର ରୁଦ୍ଧ କରାଯାଇଥିଲା। କିନ୍ତୁ ପରମେଶ୍ୱର ସେ ଚାରି କୁଷ୍ଟିଙ୍କ ଦ୍ଵାରା କାର୍ଯ୍ୟ କରିଥିଲେ। ଆଉ ମୁଁ ଏ ବିଷୟରେ ଚିନ୍ତା କଲି ଆଉ ସମରିଆ ନଗର ଭିତରେ ଅନେକ ଲୋକମାନେ ଥିବେ ଯୋଉମାନେ କି ପରମେଶ୍ୱରଙ୍କୁ ବିଶ୍ୱାସ କରୁଥିବେ କିନ୍ତୁ ପରମେଶ୍ୱର କାହିଁକି ସେମାନଙ୍କୁ ବ୍ୟବହାର କରିପାରିଲେ ନାହିଁ। ଆଉ ସେମାନେ କି ପ୍ରକାର ଭାବରେ ବଞ୍ଚୁଥିଲେ ଯେ ତାଙ୍କର ପରମେଶ୍ୱରଙ୍କ ସହିତ କିଛି ସମ୍ପର୍କ ନଥିଲା। ଆଉ ପରମେଶ୍ୱରଙ୍କ ପାଖରେ ମାନେ ଯଥେଷ୍ଟ ଶକ୍ତି ଅଛି ସମରିଆ ନଗରକୁ ବ- ମାନେ ଉଦ୍ଧାର କରିବା ପାଇଁ। କିନ୍ତୁ ଏତେ ବଡ ନଗରରେ ପରମେଶ୍ୱର କେମିତି ଜଣଙ୍କୁ ମଧ୍ୟ ବ୍ୟବହାର କରିପାରିଲେ ନାହିଁ। ଆଉ ପରମେଶ୍ୱର କାହିଁକି ଆମ ମାନଙ୍କୁ ଏଇ କଷ୍ଟକର ପରିସ୍ଥିତି ଦେଇଛନ୍ତି। ଆଉ ପରମେଶ୍ୱର କାହିଁକି ଆମକୁ ସାହାଯ୍ୟ କରୁନାହାନ୍ତି। ଆଉ କାହିଁକି ଆମେ ମାନେ ସେ କାପ୍ତାର ଝାଡାରେ ଆମେ ଖାଦ୍ୟ ଖୋଜିବା ଆବଶ୍ୟକ। ଆଉ କାହିଁକି ଆମକୁ ସେ ଗଧର ମୁଣ୍ଡ ମାନେ ସିଝେଇକି ଖାଇବା ଆବଶ୍ୟକ।
ସମରିଆର ଲୋକମାନେ ସେମାନେ ଅନେକ ବିଷୟକୁ ଦେଖିଲେ ଆଉ ସେ ଅନୁସାରେ ବିଚାର କରି ଆସିଥିଲେ। କିନ୍ତୁ ଚାରି ଗୋଷ୍ଠୀ ଥିଲେ, ସେ ଚାରି ଗୋଷ୍ଠୀ ସେମାନେ ସେମାନଙ୍କ ହୃଦୟରେ ବି ସେମାନେ ବହୁତ ନମ୍ର ଥିଲେ। ଆଉ ଯେତେବେଳେ ଲୋକମାନେ ତାଙ୍କୁ ଖାଦ୍ୟ ଦଉଥିଲେ ସେତେବେଳେ ସେମାନେ ଖାଉଥିଲେ। ଆଉ ଯେତେବେଳେ ଲୋକମାନେ ତାଙ୍କୁ ଖାଦ୍ୟ ଦଉନଥିଲେ ସେ ଜାଗାରେ ସେମାନେ କିଛି ଖାଉନଥିଲେ। ଆଉ ଏ ଲୋକମାନେ କାହାକୁ ବିଚାର କରିପାରିବେନି କି କାହାକୁ କିଛି ପ୍ରତିବାଦ କରିପାରିବେନି, ଏମିତିକା ଲୋକମାନେ ଥିଲେ। ଆଉ କିନ୍ତୁ ପରମେଶ୍ୱର ସେ ଚାରି ଗୋଷ୍ଠୀଙ୍କୁ ବ୍ୟବହାର କଲେ। ଆଉ ପରମେଶ୍ୱର ପ୍ରକୃତରେ ଆମ ଦ୍ଵାରା କାର୍ଯ୍ୟ କରିବା ପାଇଁ ଚାହାନ୍ତି। ଆଉ ସେ ଚାହାନ୍ତିନି କି ଆମେ ବହୁତ ମାନେ ଆଡମ୍ବରରେ ବଞ୍ଚୁ। ଆଉ କାହିଁକି ଆମେ ମାନେ ଏ ଜାଗାରେ ଜମା ହେଇଛୁ ଆଉ କାହିଁକି ଆମେ ପରମେଶ୍ୱରଙ୍କ ବିଷୟରେ ଚିନ୍ତା କରିବା ଆବଶ୍ୟକ, ତାହାର କାରଣ ଅଛି। କାହିଁକି ନା ଆମେ ପରମେଶ୍ୱରଙ୍କୁ ଆମ ଜୀବନରେ ମାନେ ପରମେଶ୍ୱରଙ୍କୁ ଅନୁଭବ କରିବା ପାଇଁ ଚାହୁଁ। ଆଉ ଅନେକ ସମୟରେ ଆମ ହୃଦୟରେ ଏମିତି ଥାଏ କି ହଁ ପରମେଶ୍ୱରଙ୍କୁ ପ୍ରତିବାଦ କଲେ ଚଳିବ। କିନ୍ତୁ ଏଇଠି ରୋମିଓରେ ଲେଖା ହେଇଛି କି ମନୁଷ୍ୟ ତୁମେ କିଏ ଯେ ପରମେଶ୍ୱରଙ୍କୁ ପ୍ରତିବାଦ କର। ଆଉ ଆମେ ମାନେ ପରମେଶ୍ୱରଙ୍କୁ ପ୍ରତିବାଦ କରିପାରିବା ଲୋକମାନେ ନାହୁଁ। ଆଉ ପରମେଶ୍ୱର ତମେ ଏଇଟା ଭଲ କଲ, ପରମେଶ୍ୱର ତମେ ସେଇଟା ଖରାପ କଲ, ଏମିତି କହିପାରିବା ଲୋକ ଆମେ ମାନେ ନାହୁଁ। ଆଉ ପରମେଶ୍ୱର ଆମକୁ ସେ ଉଦ୍ଧାର କଲେ ଆଉ ତାଙ୍କେ ତାଙ୍କ ଇଚ୍ଛା ଅନୁସାରେ ଆମକୁ କଢେଇକି ନଉଛନ୍ତି। ଆଉ ମୁଁ ଚିନ୍ତା କଲି କି ହଁ ଆମେ ମାନେ ଅନେକ ସମୟରେ ସେ ପରମେଶ୍ୱରଙ୍କୁ ଅବିଶ୍ଵାସ ଅ ଅ, କରି ବା କରିକି ବଞ୍ଚିଥାଉ। ମୁଁ ଯେତେବେଳେ ଅନେକ ପାଷ୍ଟର ମାନଙ୍କ ସହିତ କାମ କରିଥାଏ। ଆଉ ସେଇଠି ମିଶନାରୀ ମାନେ ଅଛନ୍ତି, ସେମାନେ ଜାଣିଛନ୍ତି କି ହଁ ପାଷ୍ଟର ପାକ୍ ଯେହେତୁ ପୃଥିବୀ ସାରା ସେ ଭ୍ରମଣ କରନ୍ତି। ଆଉ ସେମାନେ ସେମାନଙ୍କ ଇଚ୍ଛା ଅନୁସାରେ କିଛି ତାରିଖକୁ ପାଇବେନି ବୋଲି ସେମାନେ ଭଲରେ ଜାଣିଛନ୍ତି। ଆଉ ଗୋଟେ ଯେହେତୁ କୋରିଆରେ ମଧ୍ୟ ଆମେ ମାନେ ସେଇଠି ବାଇବଲ ସେମିନାର, ବାଇବଲ କ୍ରୁସେଟ ଆଉ ଅନେକ ପ୍ରୋଗ୍ରାମ ଗୁଡିକ କରିଥାଉ। ଆଉ ତାପରେ ଅନ୍ୟ ଦେଶ ଗୁଡାକରେ ମଧ୍ୟ ପାଷ୍ଟର ଯାଇଥାନ୍ତି, ଆଫ୍ରିକାକୁ, ଆମେରିକାକୁ, ଅନ୍ୟ ଦେଶ ଗୁଡାକୁ। ଆଉ ଯେହେତୁ ଆମେ ପାଷ୍ଟର ମାନେ ଡିସ୍କସନ କରିଥାଉ ଆଉ ମାନେ ତା ଅନୁସାରେ ବିଚାର କରିଥାଉ। ଆଉ ଅନେକ ମିଶନାରୀ ମାନେ ସେମାନେ ଅଗଷ୍ଟ ନହେଲେ ଜୁଲାଇରେ ସେମାନେ ପ୍ରାୟ ପ୍ରୋଗ୍ରାମ କରିବା ପାଇଁ ଚାହିଁଥାନ୍ତି। କାହିଁକି ନା ସେ ସମୟରେ ଷ୍ଟୁଡେଣ୍ଟ ମାନେ ଥିବେ। ଆଉ ସେଥିପାଇଁ ଆମେ ମାନେ ଡିସ୍କସନ କରିଥାଉ କି ହଁ ଅ, କୋଉ ଜାଗାରେ କୋଉ ଦେଶରେ ଆମେ ମାନେ ମାର୍ଚ୍ଚ ରେ ଯାଇପାରିବା, ଜୁନ ରେ ଯାଇପାରିବା। ଆଉ ଯେହେତୁ ପାଷ୍ଟର ବହୁତ ଜାଗାକୁ ଯାଇଥାନ୍ତି, ସେଥିପାଇଁ ଆମେ ମାନେ ସପ୍ତାହକୁ ସପ୍ତାହ ଜାଗା ଚେଞ୍ଜ କରିକି ପୁରା ଗୋଟେ ମାସ ଆମେ ମାନେ କ୍ୟାମ୍ପ କରୁଥିଲୁ। ଆଉ ଆଫ୍ରିକା ମହାଦେଶରେ ଆମେ ମାନେ ଏ 3 ସପ୍ତାହ ଧରିକି
ଛଅଟା ଦେଶରେ ଆମେ ମାନେ କ୍ୟାମ୍ପ କରିଥିଲୁ। ଜୁଲାଇରେ କୋରିଆରେ କ୍ୟାମ୍ପ କରିଲା ପରେ ଆଉ ସେଇଟା ସରିଲା ପରେ ଆଉ ଅନ୍ୟ ଜାଗାକୁ ଯାଇକି କ୍ୟାମ୍ପ କରି ସରି ସାରିଲା ପରେ ପୁଣି ଥରେ କୋରିଆକୁ ଫେରିକି ବାଇବଲ ସେମିନାର କରିକି ଆଉ ଏମିତି ହେଇକି ଅଗଷ୍ଟ ସରିଯାଏ। ଆଉ ଯେତେବେଳେ ଆମେ ମାନେ ମିଶନାରୀ ମାନଙ୍କୁ କଲ୍ କରିଥାଉ ମିଶନାରୀ ମାନେ କୁହନ୍ତି କି ହଁ ମାନେ ଏଇ ଡେଟ ରେ କରିବା ଏତେ ସମ୍ଭବ ନାହିଁ। ଆଉ ଯଦି ଆପଣ ଗୋଟେ ସପ୍ତାହ ପଛରେ ଡେଟ୍ କୁ ଦେବେ ତାହେଲେ ଆମେ ସେ ଜାଗାରେ ଷ୍ଟୁଡେଣ୍ଟ ମାନେ ମଧ୍ୟ ମାନେ ଯେହେତୁ ତାଙ୍କର ଛୁଟି ଥାଏ ଆଉ ସେମାନେ ଫେରିକି ଆସି ଯାଇଥିବେ ଆଉ ଆମକୁ ରହିବା ପାଇଁ ଜାଗା ମଧ୍ୟ ମିଳିଯିବ ଆଉ ଲୋକମାନେ ମଧ୍ୟ ବହୁତ ଆସିବେ। ଆଉ ଆମେରିକାରେ ଯେତେବେଳେ ଆମେ କ୍ୟାମ୍ପ କରୁ ତାଙ୍କ ପାଇଁ ବହୁତ ଅସୁବିଧା ହେଇଥାଏ କାହିଁକି ନା ସେମାନେ ସେମାନଙ୍କର କଲେଜ କୁ ଫେରିବାର ଥାଏ କିନ୍ତୁ କଲେଜ ଫେରିବାର 2 ଦିନ ପୂର୍ବରୁ ଆମେ ମାନେ ସେ କ୍ୟାମ୍ପ କୁ କରିବାର ଥାଏ। ଆଉ ଯଦି ସେଇ ସମୟରେ ଆମେ କ୍ୟାମ୍ପ କରିବୁ ତାହେଲେ ଲୋକ ବହୁତ କମିଯିବେ କାହିଁକି ନା ସେମାନେ ରେଡି ହେଇଥାନ୍ତି କଲେଜ ଯିବା ପାଇଁ। ଆଉ ଗୋଟେ ଥର ଆମେ ମାନେ ଥାଇଲାଣ୍ଡ କୁ ଡେଟ ଦେଇଥିଲୁ। ଆଉ ଯେତେବେଳେ ଆମେ ସବୁ ପ୍ରିପେୟାର ହେଲା ପରେ ଆମେ ମାନେ ଆମେ ମାନେ ସେ ଥାଇଲାଣ୍ଡ କୁ ଯାଇଥିଲୁ ସେ ଥାଇଲାଣ୍ଡର ପାଷ୍ଟର ଆମକୁ କହୁଥିଲେ କି ଏଇଥର ଆମକୁ ବହୁତ କଷ୍ଟ ହେଇଥିଲା ପ୍ରିପେୟାର କରିବା। କାହିଁକି ନା ଥାଇଲାଣ୍ଡ ଯେହେତୁ ମାନେ ବସନ୍ତ ଋତୁରେ ବହୁତ ଗରମ ହେଇଥାଏ ସେଥିପାଇଁ ତାଙ୍କର 3 ମାସ ଧରି ଛୁଟି ହେଇଥାଏ। ଆଉ ସେଥିପାଇଁ ସବୁ ଷ୍ଟୁଡେଣ୍ଟ ମାନେ ନିଜ ନିଜ ଘରକୁ ଚାଲି ଯାଇଥିଲେ। ଆଉ ତାର ସେ ଛୁଟି ସରିବାର ଗୋଟେ ସପ୍ତାହ ପରେ ହିଁ ଆମର କ୍ୟାମ୍ପ ଥିଲା ସେଥିପାଇଁ ଆମକୁ କେବଳ ଗୋଟେ ସପ୍ତାହ ହିଁ ମିଳିଥିଲା ଷ୍ଟୁଡେଣ୍ଟ ମାନଙ୍କୁ ଡାକିବା ପାଇଁ। ଆଉ ସେତେବେଳେ ସେ ସାକ୍ଷ୍ୟ ଦଉଥିଲେ କି ହଁ ଭଉଣୀ ମାନେ ସେମାନେ କହୁଥିଲେ କି ପାଷ୍ଟ ଏ ଡେଟ ରେ କରିବା ଅସମ୍ଭବ। କିନ୍ତୁ ପାଷ୍ଟର ସେ ମିଶନାରୀ ସେ ଜାଗାରେ କହିଥିଲେ କି ପାଷ୍ଟର କଣ ଜାଣିନାହାନ୍ତି କି ସେ କଣ ଖାଲିରେ ଡେଟ କୁ ଦେଇଛନ୍ତି କି? ଆଉ ସେମାନେ ଅନେକ ଡିସକସନ କଲା ପରେ ଯାଇକି ଆମ ମାନଙ୍କୁ ଏ ଡେଟ ଦେଇଛନ୍ତି। ଆଉ ଏଇଟା ହଉଛି ପରମେଶ୍ୱରଙ୍କ ଇଚ୍ଛା ଚାଲ ଆମେ ମାନେ କରିବା ଏମିତି କହିକି ସେ ମିଶନାରୀ କହିଲେ। ଆଉ ସେ ଶିଷ୍ୟ ମାନେ ମଧ୍ୟ ଜାଣିନଥିଲେ କି ସେମାନେ କଣ କରିବା ଉଚିତ। ଆଉ ସେମାନେ ପ୍ରାର୍ଥନା କଲେ ସେମାନେ ପରସ୍ପର ସହିତ ଡିସକସନ କଲେ। ଆଉ ସେ ସମୟରେ ଅନେକ ଷ୍ଟୁଡେଣ୍ଟ ମାନଙ୍କୁ ଅନେକ ବଡ ବଡ ଲୋକମାନଙ୍କୁ ପରମେଶ୍ଵର ପଠେଇ ଦେଲେ। ଆଉ ମୁଁ ମନେ ପକେଇ ପାରୁଛି କି ସେ କେମ୍ପ କେତେ ସୁନ୍ଦର ଭାବରେ ହେଇଥିଲା। ଆଉ ପରମେଶ୍ୱରଙ୍କ ଅନୁଗ୍ରହ ଦ୍ଵାରା ଥାଇଲାଣ୍ଡରେ ସେମାନେ ଯେତେବେଳେ କ୍ୟାମ୍ପ କୁ କରିଥିଲେ ସତରେ ତାହା ବହୁତ ସୁନ୍ଦର ହେଇଥିଲା। ଆଉ ପାଷ୍ଟର ପାର୍କ ମଧ୍ୟ ସେ ପାଷ୍ଟର କିମ୍ କୁ କହିଥିଲେ କି ପାଷ୍ଟର କିମ୍ ଆଉ କ୍ୟାମ୍ପ ବହୁତ ବଢିଆ ହେଇଥିଲା। ଆଉ ତମେ ଏମିତି କେବଳ ଗୋଟେ ଥର କ୍ୟାମ୍ପ କୁ କରନି। ହଁ ମୁଁ କେବଳ ଗୋଟେ ଥର ଥାଇଲାଣ୍ଡ କୁ ଆସିବି କିନ୍ତୁ ତମେ ଥାଇଲାଣ୍ଡରେ 5-6 ଥର ଏ କ୍ୟାମ୍ପ କୁ କର। ବର୍ଷକୁ 5-6 ଥର ଏ କ୍ୟାମ୍ପ କୁ କର। ଆଉ ପ୍ରଥମେ ଯେତେବେଳେ ସେମାନେ ଷ୍ଟାର୍ଟ କଲେ 3 ଥର ତାପରେ 4 ଥର ତାପରେ 5 ଥର ଆଉ କେତେଟା ବର୍ଷରେ ସେମାନେ 9 ଥର ମଧ୍ୟ ଏଇ କ୍ୟାମ୍ପ କୁ କରିପାରିଲେ।
ଆଉ ସେ ଜାଗାରେ 20,000 ଲୋକମାନେ ସେ କ୍ୟାମ୍ପରେ ଜମା ହେଇକି ବାକ୍ୟକୁ ଶୁଣୁଥିଲେ। ଆଉ ପ୍ରଥମେ ଯେତେବେଳେ ଆମେ ଏ ଏ ଏ କ୍ୟାମ୍ପକୁ କରୁଥିଲୁ, ସେ ଜାଗାରେ ଅନେକ ଟଙ୍କାର ସମସ୍ୟା ଥିଲା। କିନ୍ତୁ ବର୍ତ୍ତମାନ ଦେଖିଲେ ବହୁତ ଟଙ୍କା ବଳିକି ଯାଉଛି। ଆଉ ଏଇ କ୍ୟାମ୍ପ ଦ୍ଵାରା ସେମାନେ ଅନେକ ଷ୍ଟୁଡେଣ୍ଟ ମାନଙ୍କୁ ମଧ୍ୟ ପ୍ରଚାର କରିପାରିଲେ। ଆଉ ସେ ଜାଗାରେ ସେ ସାକ୍ଷ୍ୟ ଦଉଥିଲେ କି କେମିତି ଅନେକ ମହାନ ବିଷୟ ସବୁ ଘଟିଗଲା ଏଇ କ୍ୟାମ୍ପ ଦ୍ଵାରା। ଅ ପରମେଶ୍ୱରଙ୍କ ସାମ୍ନାରେ ଆମେମାନେ ପ୍ରତିବାଦ ମଧ୍ୟ କରିପାରିବା। ନଚେତ୍ ଆମେମାନେ ମାନେ ବିଶ୍ୱସ୍ତ ହୃଦୟରେ, ନମ୍ର ହୃଦୟରେ ଆମେ ପରମେଶ୍ୱର ଯାହା କହୁଛନ୍ତି ସେ ବିଷୟକୁ ଗ୍ରହଣ କରିପାରିବା। ଯୋଉମାନେ ପରମେଶ୍ୱରକୁ ବିଶ୍ୱାସ କରନ୍ତି, ଆଉ ସେମାନଙ୍କ ହୃଦୟରେ ସେମାନେ କିଛି ମଧ୍ୟ ନିରାଶ ହୁଅନ୍ତି ନାହିଁ। କିନ୍ତୁ ସେମାନେ ଓଲଟା ଆଶାବାଦୀ ହୁଅନ୍ତି, ଆଉ ସେମାନେ ପରମେଶ୍ୱରଙ୍କ ପ୍ରତି ଧନ୍ୟବାଦୀ ହେଇଥାନ୍ତି। ଆମର ଆତ୍ମିକ ଜୀବନରେ ଆଉ ସେ ଜାଗାରେ ଅନେକ ସମସ୍ୟା ଅଛି, ପରିସ୍ଥିତି ଅଛି। କିନ୍ତୁ ଅନେକ ସମୟରେ ଆମେମାନେ ସେ ପ୍ରତିବାଦ ପରମେଶ୍ୱରଙ୍କୁ ପ୍ରତିବାଦ କରିକି ଆଉ ସେ ଅନୁସାରେ ଆମେମାନେ ବଞ୍ଚିଥାଉ। ଆଉ ସେ ବିଷୟ ଆମକୁ ବନେଇଥାଏ ପରମେଶ୍ୱରଙ୍କ ଠାରୁ ଧୀରେ ଧୀରେ ଦୂରକୁ ଚାଲିଯିବା ପାଇଁ। ଆମେମାନେ ଦେଖିପାରି ପାରୁଛୁ କି ହଁ ପରମେଶ୍ୱର ଆମକୁ ଆମ ଜୀବନରେ କାର୍ଯ୍ୟ କରିବା। ବର୍ତ୍ତମାନ ମଧ୍ୟ ପରମେଶ୍ୱର ସେ ଏ ଚାରିଟା କୁଷ୍ଟି ମାନଙ୍କୁ ଖୋଜୁଛନ୍ତି। ଚାରି କୁଷ୍ଟିର ହୃଦୟ ଥିବା ଲୋକମାନଙ୍କୁ ଖୋଜୁଛନ୍ତି। ଆଉ ସମରିଆର ଲୋକମାନଙ୍କର ଜୀବନ ଏତେ ଭଲ ନଥିଲା। ସେଥିପାଇଁ ପରମେଶ୍ୱର ସେ ଚାରି କୁଷ୍ଟିଙ୍କୁ ବାଛିଲେ କାର୍ଯ୍ୟ କରିବା ପାଇଁ। ଆଉ ଆମେମାନେ ଅନେକ ବିଷୟକୁ ଦେଖିଥାଉ। ଆଉ ଆମେମାନେ ସେ ବିଷୟକୁ ରକ୍ଷା କରିବା ପାଇଁ ଚେଷ୍ଟା କରିଥାଉ। ଆମେମାନେ ସେ ଅନୁସାରେ ବଞ୍ଚିବା ପାଇଁ ବହୁତ ମାନେ ଏ ଆ ଅଭ୍ୟସ୍ତ ହେଇସାରିଛୁ। ଆଉ ଅନେକ ସମୟରେ ଆମେମାନେ ପରମେଶ୍ୱରଙ୍କୁ ପ୍ରତିବାଦ କରିଥାଉ। ଆଉ ଯଦି ଆମେ ହୃଦୟକୁ ଗୋଟେ ପରେ ଗୋଟେ ମାନେ କାଢିବା ପାଇଁ ଚେଷ୍ଟା କରିବା, ଆଉ ପରମେଶ୍ୱର ଆମ ଜୀବନରେ ଅଧିକ ବହୁତ ଶକ୍ତିଶାଳୀ ଭାବରେ କାର୍ଯ୍ୟ କରିପାରିବେ। ଆଉ ମୁଁ ଭାବୁଛି ନେକ୍ସଟ ଇୟର ପରମେଶ୍ୱର ଆହୁରି ଅଧିକ ଶକ୍ତିଶାଳୀ ଭାବରେ ଆମ ଜୀବନରେ କାର୍ଯ୍ୟ କରିବେ। ଚାଲନ୍ତୁ ପ୍ରାର୍ଥନା କରିବା। ପରମେଶ୍ୱର ପିତା, ଆମେ ତୁମକୁ ଧନ୍ୟବାଦ ଦଉଛୁ। କୋରିଆ ଫେଷ୍ଟା ଆଉ ସେ ସମାଗମ ତମ୍ଭୁ କ୍ୟାମ୍ପ ଦ୍ଵାରା ଆମେ ମାନେ ଅନେକ ଲୋକମାନଙ୍କୁ ପ୍ରଚାର କରିପାରିଲୁ। ଆମ ମାନଙ୍କ ହୃଦୟରେ ଆମ ମାନଙ୍କର ଅନେକ ଆଶା ଅଛି।
ଆଉ ଆମେ ଯେମିତି କି ପରମେଶ୍ୱର ପ୍ରତିବାଦ ନ କରିକି ପରମେଶ୍ୱର ଯାହା କହୁଛନ୍ତି ସେ ବିଷୟକୁ ନମ୍ର ଭାବରେ ଗ୍ରହଣ କରିପାରିବୁ ସେମିତି ଆମକୁ କଢେଇକି ନିଅନ୍ତୁ। ଆଉ ପରମେଶ୍ୱର ରିଟ୍ରିଟ୍ ର ଆଉ ଅଧା ଭାଗକୁ ଆପଣ ଅ କଢେଇକି ନିଅନ୍ତୁ, ଅନୁଗ୍ରହ କରନ୍ତୁ। ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପ୍ରାର୍ଥନା ମାଗିଲି, ଆମେନ୍।